ଲୋକ ତାଙ୍କ ମୃତ ପିତାମାତାଙ୍କ ଫଟୋରେ ଫୁଲ ଅର୍ପଣ କରନ୍ତି, ଫୁଲର ମାଳା ଦିଅନ୍ତି, ତାଙ୍କୁ ବହୁତ ସମ୍ମାନ ଦିଅନ୍ତି, ଭଗବାନ ପରି ପୂଜା କରନ୍ତି। ଆଉ ଶେଷରେ କିଛି ଲୋକ ଏମିତି ଅଛନ୍ତି ଯୋଉମାନେ ବାପା ମାଙ୍କ ନାଁରେ ମନ୍ଦିର ମଧ୍ୟ କରି ସେଠି ମୂର୍ତ୍ତି ବି ସ୍ଥାପନ କରିଦିଅନ୍ତି। ଏହା ଦ୍ୱାରା କଣ ଜଣା ପଡେ? ସେମାନେ ତାଙ୍କ ବାପା ମାଙ୍କୁ ବହୁତ ଭଲ ପାଆନ୍ତି? ନା, ଏହା ପଛରେ ସତ୍ୟ କିଛି ଅଲଗା। ସତ୍ୟ ଏହା କି ଯେତେବେଳେ ବାପା ମା ବଞ୍ଚିଥିଲେ ସେତେବେଳେ ତାଙ୍କୁ ଉଚିତ ସମ୍ମାନ ଦିଆଯାଇନି। ସେତେବେଳେ ତାଙ୍କୁ ଛୋଟ ଛୋଟ କଥାରେ ନିଜ ମନକୁ ଉତ୍ତକ୍ତ କରି ଏମିତି କଥା କୁହାଯାଇଛି ଯାହା ଦ୍ୱାରା ସେମାନେ ଆଜି ପାଖରେ ଯେହେତୁ ନାହାନ୍ତି, ନିଜର ଇଗୋ ହଟ୍ ହଉଛି, ନିଜର ଅହଙ୍କାରକୁ ଯେତେବେଳେ ବାଧା ପଡୁଛି, କାହିଁକି ନା ପୁଅ ସେ କଥା କହିଥିଲା, ସେମିତିଆ କଥା ସେମିତିଆ ବ୍ୟବହାର କରିଥିଲା, ଯାହା ଦ୍ୱାରା ବାପା ମା ଆଜି ପାଖରେ ନାହାନ୍ତି, କ୍ଷମା ମାଗିବାକୁ ବି ପାଖରେ କେହି ନାହାନ୍ତି। ସେଥିପାଇଁ ତାକୁ ଲାଗୁଛି ଫଟୋରେ ଫୁଲମାଳ ଚଢେଇ ଦେଲେ, ମନ୍ଦିର କରିଦେଲେ ବାପା ଖୁସି ହେଇଯିବେ।